କରିଛି ଗୋଟେ ପାର୍ସଲ ଟ୍ରେନିଂ ସମୟରେ ଗୋଟେ ସଫ୍ଟ ସ୍କିଲ୍ ସମୟରେ ଆଉ ଏବେ ଇଣ୍ଡକ୍ସନ୍ ଟ୍ରେନିଂ ମୋର ଚାଲିଛି। ଯେତେବେଳେ ମୁଁ ବାରିପଦାରେ ଥାଇ କିଏ ବି ଗୋଟେ ଟ୍ରେନିଂ ନେବା ପାଇଁ ଆସିଥାନ୍ତି ମୁଁ ସମସ୍ତଙ୍କୁ ପଚାରେ ଆଉ ସେଠି କେମିତି ହୁଏ ସବୁ ଭଲ ତ? ବିପିନ ବିହାରୀ ମହାନ୍ତି ବାସ୍ ଦ୍ୟାଟ୍ ଇଜ୍ ଆର୍ଟିସି। ମୁଁ ଏଇ କଥାଟା ପିଲାମାନଙ୍କ ପାଖରୁ ଶୁଣିଛି। ଆଉ ଜଣେ ମୋର ବଡ଼ ଭାଇ ଲାବନେନ୍ଦୁ ମହାନ୍ତି ସାର୍ ଆପଣ ଚିନ୍ହିଥିବେ ବୋଧେ, ତାଙ୍କ ମୁହଁରୁ ଏଇ କଥାଟା ଶୁଣିଛି। ତ ମୁଁ ଯେତେବେଳେ ବି ମାନେ ମୁଁ ଜିଡିଏସ୍ରୁ ପିଏ ହେଇଛି, ମୁଁ ଯେତେବେଳେ ପୋଷ୍ଟମ୍ୟାନ୍ ଥିଲି ମୋର ଗୋଟେ ଅଭିପ୍ରାୟ ରହିଲା ଯେ ମୁଁ ଆର୍ଟିସି ଯିବି ଟ୍ରେନିଂ ନେବି, ବିପିନ ସାର୍ଙ୍କୁ ଟିକେ ଦେଖିବି। ସେଇ ଜିନିଷଟା ଆଜି ବିପିନ ସାର୍ଙ୍କୁ ଦେଖିବାର ଯେ ଇଚ୍ଛାଟା ସେଇଟା ମୋତେ ଆଜି ପିଏ କରିଦେଲା, ପୋଷ୍ଟାଲ ଆସିଷ୍ଟାଣ୍ଟ କରିଦେଲା। ମୁଁ ଫାଷ୍ଟ ଯେତେବେଳେ ଏଠି ଆସି ପହଞ୍ଚିଲି ମୁଁ ବସା ଉଠାଏ ବ୍ୟାଗ୍ ଧରିକି ପହଞ୍ଚିଛି, ହଇରାଣ ହେଲି, ଜାଣିନଥିଲି ଯେ ଆମକୁ ହଷ୍ଟେଲ ମିଳିବନି। କିନ୍ତୁ ସାର୍ଙ୍କୁ ଫୋନ୍ କଲି, ସାର୍ ମୋ କଥା ଶୁଣିଲେ। ଆଉ ଗୋଟେ ଜିନିଷ ମୁଁ ତାଙ୍କ ସାର୍ଙ୍କ ପାଖକୁ ଜାଣିଲି, ସାର୍ ହେଉଛନ୍ତି ଇନଷ୍ଟାଣ୍ଟ ସଲ୍ୟୁସନ୍। ଇନଷ୍ଟାଣ୍ଟ ସଲ୍ୟୁସନ୍ ହେଉଛି ବୁଝିପାରିଲେ ତ? ସେଟା ଆମର ଏବେ ଗୋଟେ ସଂସ୍କୃତିରେ ପଢ଼ା ହେଉଥିଲା ଗ୍ରୋଥ କର୍ମ ଯୋଗୀ। ସାର୍ ସବୁବେଳେ ଯେକୌଣସି ଗୋଟେ ଜିନିଷ ତୁମେ ଫେସ୍ କର, ଗୋଟେ ପ୍ରୋବ୍ଲେମ୍ ଫେସ୍ କର, ଇନଷ୍ଟାଣ୍ଟ ସଲ୍ୟୁସନ୍ କରିଦେବେ ସାଙ୍ଗେ ସାଙ୍ଗେ, ବ୍ୟସ୍ତ ହୁଅନି, ଏଇଟା ପରେ ଏଇଟା ହେବ। ଆଉ ସେଇଟା ହିଁ ହୁଏ। ଆଉ ଆମେ ଆଜି ବହୁତ ଖୁସି ଅଛୁ ସାର୍ଙ୍କୁ ପାଖରେ ପାଇକି। ଏଇ ଆର୍ଟିସିର ରୂପରେଖା କିଛି ବର୍ଷ ପୂର୍ବରୁ ଏଇ ଯାହା ଅବସ୍ଥା ଥିଲା ଆମେ ସବୁ ସ୍ଲାଇଡ୍ରେ ଦେଖିଛୁ। ଆଉ ଆଜି ଏଇ ଯେ ମଞ୍ଚ ଉପରେ ଆମେ ସବୁ ବସିଛୁ, ଏଇ ଲେବ୍ରେ ବସିଛୁ। ଆଉ ମୁଁ ଥରେ ଯେତେବେଳେ ଆସିଥିଲି ପାର୍ସଲ ଟ୍ରେନିଂ ସମୟରେ ଏଇଟା ତିଆରି ହେଉଥିଲା। ଆଜି କେତେ ସୁନ୍ଦର ସବୁ ଚକ୍ ଚକ୍ କରୁଛି। ଆଉ ଏବେ ସାର୍ ଯେ କହିକି ଗଲେ, ମୁଁ ଏଇ କିଛି ସମୟ ପୂର୍ବରୁ ପାଣି ପିଇବା ପାଇଁ ଯାଇଥିଲି, ସାର୍ଙ୍କର ସେଠି ଗୋଟେ ଫଟୋ ଲାଗିଛି, ସାର୍ ଜିନ୍ସ ସାର୍ଟରେ ଅଛନ୍ତି। ଆଜି ବି ସାର୍ ଗୋଟେ ଗ୍ରେଟ୍ ପର୍ସନାଲିଟି, ଆଜି ବି ସେ ହ୍ୟାଣ୍ଡସମ୍ ଅଛନ୍ତି। ତେଣୁ ତାଙ୍କ ପାଇଁ ଗୋଟିଏ କଥା କହିବି, ଫେସ୍ରେ ସବୁବେଳେ ସ୍ମାଇଲ୍, ଲାଇଫ୍ରେ ସବୁବେଳେ ଷ୍ଟାଇଲ୍ ମେଣ୍ଟେନ୍ ହେବା ଦରକାର। ତେଣୁ ସାର୍ଙ୍କୁ ମୋର ଠାକୁରଙ୍କ ପାଖରେ ଗଲି, ଜଗନ୍ନାଥଙ୍କ ପାଖରେ ଗୁହାରି କରି ଅଟିକି ସାର୍ ସବୁଦିନ ଆମ ପାଇଁ ଏମିତି ହ୍ୟାଣ୍ଡସମ୍ ହେଇକି ଥାଆନ୍ତୁ, ଆଉ ତାଙ୍କର ସ୍ୱାସ୍ଥ୍ୟ ସବୁଦିନ ଭଲ ରହୁ। ସେ ସରକାର ଗୋଟେ ନିୟମ କରିଦେଇଛନ୍ତି ଯେ 60 ବର୍ଷରେ ରିଟାୟାର୍ଡ ହେବା, ଏଇଟା ଗୋଟେ ତାଙ୍କର ନିୟମ ଭିତରେ ରହିଛି। କିନ୍ତୁ ସାର୍ କେବେ ବି ରିଟାୟାର୍ଡ ହେବେନି, ସେ ଆମ ପାଇଁ ଏମିତି ରାସ୍ତା ଦେଖାଉଥିବେ ଆଉ ଆମେ ତାଙ୍କରି ରାସ୍ତାରେ ଚାଲିଥିବା। ଏତିକି ମୋ ଠାକୁର ଗୁହାରି।